ମୋ ନାଁ ଲଲାଟ ବେହେରା। ଆମ ଗାଁର ଗୋଟେ ଯୁବକ ହିସାବରେ ବର୍ତ୍ତମାନ ଆମ ବିଦ୍ୟାଳୟର ସ୍କୁଲର ସୁରକ୍ଷା ନଥିଲା। ପିଲାମାନଙ୍କର ନଦୀ ପୋଖରୀ ପାଖରେ ଗୋଟେ ଟ୍ରାନ୍ସଫର୍ମର ଅଛି। ଏ ସୁରକ୍ଷା ଦୃଷ୍ଟିରୁ ଆମର ଯିଏ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି ସିଏ ତାଙ୍କର ମୋ ସ୍କୁଲ ପାଣ୍ଠିରୁ କିଛି ପଇସା ଆଣି ପିଲାମାନଙ୍କର ସୁରକ୍ଷା ପାଇଁ ଗୋଟେ ବାଉଣ୍ଡରୀ ୱାଲ୍ କରିଥିଲେ। 2022 ମସିହାରୁ ଆମ ଗାଁର କିଛି ଅସାମାଜିକ ବ୍ୟକ୍ତି ୱାର୍ଡ ମେମ୍ବର ସିଧା ୱାର୍ଡ ମେମ୍ବର ଇନଭଲ୍ଭ ଅଛନ୍ତି। ୱାର୍ଡ ମେମ୍ବର ପାଚେରିକି ଭାଙ୍ଗି 2024 ପ୍ରଥମରୁ ଏଇ ଜାଗାରେ କିନା ବର୍ତ୍ତମାନ ଗୋଟେ ବାଉଁଶ ଭଡ଼ା କରି ଅସ୍ଥାୟୀ ବାଉଁଶ ଭଡ଼ା କରିଥିଲେ। ତାର କମ୍ପ୍ରମାଇଜ କପି ମଧ୍ୟ ମୋ ପାଖରେ ଅଛି, ମୁଁ ଆପଣଙ୍କୁ ଦେଇଦେବି। ରାତି 15 ତାରିଖ ରାତିରେ ୱାର୍ଡ ମେମ୍ବର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ଧରି ଏ ପାଚେରୀକୁ ଭାଙ୍ଗି ମନ ଇଚ୍ଛା ଏମିତି ଗୋଟେ ବାଡ଼ କରନ୍ତି ଏ ଜାଗାରେ କୋଠଘର କରିବା ପାଇଁ। ତହସିଲଦାର ବାରଣ କରନ୍ତି, ତତ୍କାଳୀନ ବିଧାୟକ ସେ ମଧ୍ୟ ବାରଣ କରନ୍ତି ବିଦ୍ୟାଳୟ ପରିସରରେ କର ନାହିଁ, କୋଠଘର କର ନାହିଁ। ସେମାନଙ୍କ କଥା ବି ମାନି ନାହାନ୍ତି। ବର୍ତ୍ତମାନ ଏଇଭଳିଆ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ଗାଁରେ। ବିଦ୍ୟାଳୟ ପରିସର ଭିତରେ ଝାଡ଼ା ଫିଙ୍ଗିବା ଏଇଭଳି କାମ କରୁଛନ୍ତି। ଏଥିରେ ଡାଇରେକ୍ଟ ୱାର୍ଡ ମେମ୍ବରଙ୍କ ମାଧ୍ୟମରେ ଏସବୁ ଜିନିଷ ହେଉଛି। ବିଦ୍ୟାଳୟ ପରିସର ଭିତରେ ମଦ ପିଇ କାଚ ଭାଙ୍ଗିବା ଏଇଭଳି କାମ ସବୁବେଳେ ହେଉଛି। ବାରବାର କମ୍ପ୍ଲେନ୍ ସତ୍ତ୍ୱେ ଆମେ ବି IIC କମ୍ପ୍ଲେନ୍ ରେଜିଷ୍ଟର କରିଥିଲୁ ଥାନାରେ। ଅଫିସର ବି ଆସିଲେ ଇନକ୍ୱାରି କରିବା ପାଇଁ। ଅଫିସରଙ୍କ ସାମ୍ନାରେ ବକାଳି କରାଗଲା ଆମକୁ। ଅଫିସରଙ୍କ ସାମ୍ନାରେ ବକାଳି କଲା ପରେ ଯେଉଁମାନଙ୍କ ନାଁରେ FIR ହୋଇଥିଲା ସେମାନଙ୍କର ସ୍ତ୍ରୀ ଲୋକମାନେ ଯାଇକି ଥାନାରେ ଆମମାନଙ୍କ ନାଁରେ FIR କଲେ। କୌଣସି ଇନକ୍ୱାରି ନ ହୋଇ ତଦନ୍ତ ନ ହୋଇ ଆମମାନଙ୍କ ନାଁରେ କେସ୍ ରୁଜୁ କରାଗଲା। ୱାର୍ଡ ମେମ୍ବର ଡାଇରେକ୍ଟ ଇନଭଲ୍ଭ ଅଛନ୍ତି। ଏଥିରେ NRGS ମାଧ୍ୟମରେ ସ୍କୁଲର ବାଉଣ୍ଡରୀ ମଧ୍ୟ ପୋତା ଯାଇଛି। ତାକୁ ଚଲେଇ ସେ ବାଉଣ୍ଡରୀ ଭାଙ୍ଗି ଏମିତି ମନ ଇଚ୍ଛା ମନମୁଖୀ ଶାସନ ଚାଲିଛି ସ୍କୁଲ ଭିତରେ। ବର୍ତ୍ତମାନ ଆମେ ଚାହୁଁଛୁ ଯେଉଁମାନେ ଏଥିରେ ୱାର୍ଡ ମେମ୍ବର ତ ଅଛନ୍ତି, ଇନଭଲ୍ଭ ଅଛନ୍ତି। ୱାର୍ଡ ମେମ୍ବରଙ୍କ ସାଙ୍ଗରେ ଯେଉଁମାନେ ଇନଭଲ୍ଭ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଯେପରିକି ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବା ପାଇଁ କୌଣସି ବ୍ୟକ୍ତି ଇଚ୍ଛା ପ୍ରକାଶ କରିବେ ନାହିଁ।